ଆପଣ ଅଧିକା କାହାକୁ ଭଲ ପାଆନ୍ତି, ବାପାଙ୍କୁ ନା ମାଙ୍କୁ? ଦି ଜଣକୁ। ଜଣଙ୍କ ନା କୁହନ୍ତୁ। ଜଣକ ନା କେମିତି କହିବି? ମା ବିନା ଘର ଅନ୍ଧାର, ବାପା ବିନା ଦୁନିଆ। ଜଣେ ସିଲଟ ହେଲେ ଜଣେ ଖଡି, ବାଛିବି କେମିତି? ଆଚ୍ଛା ଠିକ ଅଛି, ଆପଣଙ୍କର ଫେଭରାଇଟ ଫୁଡ କଣ, ପିଜ୍ଜା ନା ବର୍ଗର? ଦିଟା ଯାକ ପସନ୍ଦ, କିନ୍ତୁ ମୋର ପ୍ରିୟ ହଉଛି ବାପା ଯୋଉ ସନ୍ଧ୍ୟାବେଳେ ବଜାରରୁ ଫେରିଲା ବେଳକୁ ସେ ଯୋଉ ଜରିରେ ସିଙ୍ଗଡା ବରା ଚପ୍ ଆଣନ୍ତି, ତା ଟେଷ୍ଟ ପ୍ରାଇସଲେସ୍। ଭାଇ ଆପଣଙ୍କ ଜୀବନର ଲକ୍ଷ୍ୟ କଣ? ଯାହା ପାଠ ପଢିଛି ସେଇଥିରେ ଗୋଟେ ଚାକିରି ବାକିରି କରିବି ଆଉ। ମାନେ ସକ୍ସେସ୍ ହବା? ସକ୍ସେସ୍ ତ ସେଇଦିନ ବୋଧେ ହେବି ଯୋଉଦିନ ବାପା ବୋଉ କହୁଥିବେ ପୁଅ ନିଜ ଗୋଡରେ ନିଜେ ଠିଆ ହେଇଗଲା, ମୋର ଚିନ୍ତା ଗଲା। ଆଉ ସେଇ କଥାକୁ ବୋଉ ଫୋନ କରିକି ମାଉସୀ କହୁଥିବ, ସେଦିନ ଲାଗେ ହଁ କିଛି ସକ୍ସେସ୍ ହେଇଗଲି। ଆଚ୍ଛା ପୁଅ ମାନଙ୍କର ଘରେ ଖୁସି କଣ? ବାପାଙ୍କ ସହିତ ମାଛ ଭଜା ଆଉ ବେଲେ ପଖାଳ, ଆଉ ଥକି ପଡିଲେ ବୋଉ କୋଳ। ଆଚ୍ଛା ଠିକ ଅଛି, ଆପଣଙ୍କ ଜୀବନରେ ଏମିତି କଥା କୁହନ୍ତୁ ଯାହାକୁ କେବେ ଭୁଲି ପାରିବେନି। ଯିଏ ମତେ ଜିତିବା ପାଇଁ ଜୀବନରେ ସବୁ କିଛି ଖୁସି ଖୁସିରେ ଭୁଲି ଯାଇଛନ୍ତି, ମୋ ବାପା। ଆଉ ଜଣେ ଯିଏ ମୋ ଦୁଃଖରେ ମୁଁ ନିଜେ କାନ୍ଦିବା ଆଗରୁ କାନ୍ଦି ପକାଏ, ମୋ ବୋଉ। ଆପଣ ସବୁ କଥାରେ ଆପଣଙ୍କ ଫ୍ୟାମିଲିକୁ କାହିଁକି ଆଣୁଛନ୍ତି? ଜନ୍ମ ହେଲି ଫ୍ୟାମିଲିକି ଦେଖିଲି, ଟିକେ ବଡ଼ ହେଲା ପରେ ସାଙ୍ଗ ସାଥୀ ଗାର୍ଲଫ୍ରେଣ୍ଡ ସବୁ ବନେଇଲି। ଧକ୍କା ଖାଇକି ଯେତେବେଳେ ତଳେ ପଡ଼ିଲି ଫ୍ୟାମିଲି ହିଁ ପାଖରେ ପାଇଲି। ମାନେ? ନୂଆ ବାଇକ୍ଟେ କିଣିଲି, ପାର୍ଟି ମାଗିବାକୁ 15 ଜଣ ଆସିଲେ। ଠିକ୍ 15 ଦିନ ପରେ ବାଇକ୍ରେ ଆକ୍ସିଡେଣ୍ଟ ହେଇଗଲା। ଟଙ୍କା 500 ପାଇଁ 15 ଜଣଙ୍କୁ କଲ୍ କଲି। କିଏ 5 ମିନିଟ୍ ସେଣ୍ଡ କରୁଛି, କାହାର ପେମେଣ୍ଟ ଲିମିଟ୍ ଏକ୍ସିଡ୍ ହେଇଯାଇଛି କହିକି ସବୁ ଇଗ୍ନୋର କରିଦେଲେ। ମନ ଦୁଃଖରେ ଘରେ ବସିଲି, ମୋ ମନ ଦୁଃଖ ଦେଖି ବାପା ବାଇକ୍ ବନେଇଦେଲେ। ବହୁତ ରିଲେସନସିପକୁ ନିଜର କରିକି ଦେଖିଛି। ଖୁସି ବେଳେ ତ ସାରା ଦୁନିଆ ତ ସାଥ ଦେଇଦବ, କିନ୍ତୁ ଦୁଃଖ ବେଳେ କେବଳ ଫ୍ୟାମିଲି ହିଁ ସାଥ ଦବ। ତ ମୋ ପାଇଁ ମୋ ଫ୍ୟାମିଲି ଟୁ ଇମ୍ପୋର୍ଟାଣ୍ଟ କିଛି ନାହିଁ। ଥ୍ୟାଙ୍କ ୟୁ।